ପିଲାମାନେ ଏହା ହେଉଛି ତୁମର ଦ୍ୱିତୀୟ ସମାପ୍ତ ସୂଚକ ମର ନିର୍ଦ୍ଧାରଣ 2026। ଶ୍ରେଣୀ ହେଉଛି ତୃତୀୟ, ବିଷୟ ହେଉଛି ପରିବେଶ ଅଧ୍ୟୟନ ବିଜ୍ଞାନ। ଶିକ୍ଷାର୍ଥୀଙ୍କ ନାମ ପିଲାମାନେ ତୁମେ ସମ୍ପୂର୍ଣ୍ଣ ନାମ ଲେଖିବ। ଏଇଠି ଲିଖିବ ତୁମର ରୋଲ ନମ୍ବର, ଏଇଠି ଲିଖିବ ତୁମର ବିଭାଗ, ଏଇଠି ଲିଖିବ ତାରିଖ। ଠିକ୍ ଅଛି। ଏଇଠି ଲିଖିବ ତୁମର ବିଦ୍ୟାଳୟର ନାମ, ଏଇଠି ଲିଖିବ ବ୍ଲକର ନାମ। ଏଇଠି ଏହା ହେଉଛି ପିଲା ତୁମର ଲିଖିତ ପରୀକ୍ଷା। ସମୟ ହେଉଛି 1 ଘଣ୍ଟା 30 ମିନିଟ୍। ପୃଷ୍ଠ ସଂଖ୍ୟା ହେଉଛି 6, ପ୍ରଶ୍ନ ସଂଖ୍ୟା 15 ଏବଂ ପୂର୍ଣ୍ଣ ସଂଖ୍ୟା ହେଉଛି 20 ମାର୍କ। ଠିକ୍ ଅଛି। ସୂଚନା ଅଛି ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ଡାହାଣ ପାଖରେ ଦିଆଯାଇଛି। ପ୍ରତ୍ୟେକ ପ୍ରଶ୍ନ ତଳେ ନିକଟରେ ଖାଲି ସ୍ଥାନରେ ଉତ୍ତର ଲେଖିବ। ଠିକ୍ ଅଛି। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ନିମ୍ନଲିଖିତ ମଧ୍ୟରୁ କେଉଁଠି ଏକ ପ୍ରାକୃତିକ ଜିନିଷ? ଏଠାରେ ପ୍ରାକୃତିକ ଜିନିଷ କେଉଁଠି? ଏହା ହେଉଛି ଆମ୍ବ ଗଛ। ଠିକ୍ ଅଛି। ଆମ୍ବ ଗଛକୁ ତୁମେ ଏଇଠି ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ଏମାନଙ୍କ ମଧ୍ୟରୁ କିଏ ପ୍ରତିକ୍ରିୟା ପ୍ରକାଶ କରେ ନାହିଁ? ଏଠାରେ ସଠିକ୍ ଉତ୍ତରଟି ହେଉଛି ଚୌକି। ଠିକ୍ ଅଛି। ଚୌକି ଏଠାରେ ତୁମେ ଲେଖିବ। ତାପରେ ପରବର୍ତ୍ତୀ ପ୍ରଶ୍ନ, ପୋଖରୀ ଜଳ ଦୂଷିତ ହେବାର ଗୋଟେ କାରଣ ଲେଖ। ପିଲାମାନେ ଏହାର ଉତ୍ତର ମୁଁ ଦେଇଛି, ତୁମେ କରିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ପୃଥିବୀର ଆକାର କିପରି? ପୃଥିବୀର ଆକାର କିପରି? ପୃଥିବୀର ଆକାର ହେଉଛି ଗୋଲାକାର। ଠିକ୍ ଅଛି। ଗୋଲାକାର। ତୁମେ ଏଠି ଲେଖିବ ଗୋଲାକାର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଦୁଇଟି ନିର୍ଜୀବ ବସ୍ତୁର ଉଦାହରଣ ଦିଅ। ଦୁଇଟି ନିର୍ଜୀବ ବସ୍ତୁ। ଠିକ୍ ଅଛି। ଗୋଟିଏ ଲେଖିବ ଚୌକି ଏବଂ ଆଉ ଗୋଟେ ଲେଖିବ ଟେବୁଲ। ଠିକ୍ ଅଛି। ଚୌକି ଆଉ ଗୋଟେ ଲେଖିବ ଟେବୁଲ। ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା, ମଣିଷ କେଉଁ ଅଙ୍ଗ ଦ୍ୱାରା ଶ୍ୱାସକ୍ରିୟା କରେ? ମଣିଷ କେଉଁ ଅଙ୍ଗ ଦ୍ୱାରା ଶ୍ୱାସକ୍ରିୟା କରେ? ଫୁସଫୁସ୍। ଏଠି ଲେଖିବ ଫୁସଫୁସ୍। ପରବର୍ତ୍ତୀ ପ୍ରଶ୍ନ, ଆମ୍ବ ଗଛ ଓ ଧାନ ଗଛ ମଧ୍ୟରେ ପାର୍ଥକ୍ୟ ଲେଖ। ପିଲାମାନେ ଆମ୍ବ ଗଛର ଏବଂ ଧାନ ଗଛ ମଧ୍ୟରେ ପାର୍ଥକ୍ୟ କ'ଣ କ'ଣ ସବୁ ଥାଏ? ପିଲାମାନେ ସମ୍ପୂର୍ଣ୍ଣ ସଠିକ୍ ଉତ୍ତର ମୁଁ ଦେଇଛି, ସ୍କ୍ରିନ୍ରେ ତୁମେ କରିବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଜଳର ଅନ୍ୟ ନାମ ଜୀବନ କାହିଁକି? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏହାର ସଠିକ୍ ଉତ୍ତର ମୁଁ ଦେଇଛି, ସ୍କ୍ରିନ୍ରେ ତୁମେ କରିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଖାଇବା ପୂର୍ବରୁ ହାତ ନ ଧୋଇଲେ କ'ଣ ହେବ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏହାର ସଠିକ୍ ଉତ୍ତର ମୁଁ ଦେଇଛି, ସ୍କ୍ରିନ୍ରେ ତୁମେ କରିବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ପାର୍ଶ୍ୱସ୍ଥ ଚିତ୍ରରୁ ତୁମେ କ'ଣ ଶିଖୁଛ? ପିଲାମାନେ ଏଠି ଗୋଟେ ଚିତ୍ର ଅଛି, ଏଠି ତୁମେ କ'ଣ ଶିଖୁଛ? କେଉଁ ଶିକ୍ଷା ମିଳୁଛି? ଠିକ୍ ଅଛି। ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏହାର ସଠିକ୍ ଉତ୍ତର ମୁଁ ଦେଇଛି, ତୁମେ କରିବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ପୃଥିବୀ ନିଜ ଅକ୍ଷ ଚାରିପଟେ ନ ଘୁରିଲେ କ'ଣ ହେବ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏହାର ସଠିକ୍ ଉତ୍ତର ମୁଁ ଦେଇଛି, ସ୍କ୍ରିନ୍ରେ ତୁମେ କରିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଉଦ୍ଭିଦକୁ କାହିଁକି ଆମେ ଜୀବ କହିବା? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏହାର ସଠିକ୍ ଉତ୍ତରଟା ମୁଁ ଦେଇଛି, ସ୍କ୍ରିନ୍ରେ ତୁମେ କରିବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ, ଏଇଠି ଦୁଇଟି ଚିତ୍ର ଅଛି, ଏଇଠି କ'ଣ ସବୁ ପାର୍ଥକ୍ୟ ଦେଖୁଛ? ଠିକ୍ ଅଛି। ତାହା ସବୁ ଲେଖିବ। ପିଲାମାନେ ସଠିକ୍ ଉତ୍ତର ମୁଁ ଦେଇଛି, ସ୍କ୍ରିନ୍ରେ ତୁମେ କରିବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। କଖାରୁ ଗଛ ଓ ବରଗଛ ମଧ୍ୟରୁ କେଉଁଟି ସିଧା ଠିଆ ହୋଇ ରହିପାରିବ କାହିଁକି? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏହାର ସଠିକ୍ ଉତ୍ତର ମୁଁ ଦେଇଛି, ସ୍କ୍ରିନ୍ରେ ତୁମେ କରିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ତୁମ ଘରେ ତୁମେ କେଉଁ ସବୁ କାମରେ ଜଳର ବ୍ୟବହାର କର? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ। ଏହାର ସଠିକ୍ ଉତ୍ତର ମୁଁ ଦେଇଛି, ତୁମେ କରିବ। ଠିକ୍ ଅଛି। ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରିବ, ଲାଇକ୍ କରିବ ଏବଂ ସେୟାର କରିବ। ଠିକ୍ ଅଛି। ଧନ୍ୟବାଦ।